Start. Hello students, good evening to all. Today we are going to study a new topic, the formation of nouns. ଆମମାନେ noun କୁ କେମିତି formation କରିବା, କେମିତି ତିଆରି କରିବା। ଆମେମାନେ କିଛି ୱାର୍ଡ ଅଛି ଯାହାର ପୂର୍ବରୁ କିଛି ଲଗେଇକି ଆମେ ଗୋଟେ ନୂଆ ୱାର୍ଡ ତିଆରି କରିଥାଉ। ଯଦି ପୂର୍ବରୁ ଲାଗେ ତାକୁ ଆମେ କହିଥାଉ ପ୍ରିଫିକ୍ସ, ଯଦି ପରେ ଲାଗେ ତାକୁ ଆମେ କହିଥାଉ ସଫିକ୍ସ। କିନ୍ତୁ ଏଠି ଯୋଉ ନାଉନ୍ ଗୁଡାକ ଆମେ ଫର୍ମେସନ କରିଛୁ ବା ତିଆରି କରିଛୁ ଏଗୁଡାକରେ ସବୁ ସଫିକ୍ସ ଗୁଡାକ ଅଛି। ଯେମିତିକା ପ୍ରଥମେ ଅଛି କେମିତି MENT କୁ ଲଗେଇକି ଆମେ କିଛି ନାଉନ୍ କୁ ତିଆରି କରୁ। ଅର୍ଥାତ୍ ତମମାନେ ଜାଣିବ ଯେ ଯଦି ଗୋଟେ ୱାର୍ଡର ଲାଷ୍ଟ କୁ MENT ଅଛି ତାହେଲେ ଡେଫିନେଟଲି ଇଟ୍ ଇଜ ଏ ନାଉନ୍। ତେଣୁକରି ଦେଖିବା ତାହେଲେ ଯେମିତି ଆରେଞ୍ଜ ଗୋଟେ ୱାର୍ଡ ତା ପାଖରେ MENT ଆମେ ଲଗେଇଛୁ ଆରେଞ୍ଜମେଣ୍ଟ ହେଇଛି। ଏଗ୍ରି ସେମିତି ଗୋଟେ ୱାର୍ଡ ଏଗ୍ରିମେଣ୍ଟ ହେଇଛି। ଆମ୍ୟୁଜ ର ଆମ୍ୟୁଜମେଣ୍ଟ ହେଇଛି। ଆର୍ଗ୍ୟୁ ର ଆର୍ଗ୍ୟୁମେଣ୍ଟ, ଏଚିଭ୍ ରୁ ଏଚିଭମେଣ୍ଟ ଏଣ୍ଡ ଏକ୍ସାଇଟ୍ ରୁ ଏକ୍ସାଇଟମେଣ୍ଟ। MENT ଥିଲେ ଲାଷ୍ଟ କୁ ତମେ ନାଉନ୍ ବୋଲିକି ଜାଣିବେ। ନେକ୍ସଟ ସେମିତି SION ଯଦି ଥିବ ତାହେଲେ ତାକୁ ମଧ୍ୟ ଆମେ ନାଉନ୍ ବୋଲି ଜାଣିବା। ଡିଭାଇଡ ରୁ ଡିଭିଜନ, କନଫ୍ୟୁଜ ରୁ କନଫ୍ୟୁଜନ, ଡିସାଇଡ ରୁ ଡିସିସନ, ଏକ୍ସଟେନସନ ଅଛି, କନକ୍ଲୁଜନ ବି ମଧ୍ୟ ସେମିତି ଅଛି। ସେମିତିକା ଯଦି ୱାର୍ଡର ଶେଷରେ ANCE ଥାଏ, କଣ ଥାଏ? ANCE, ତାହେଲେ ସିଏ ବି ନାଉନ୍। ଆସେପ୍ଟାନ୍ସ ଆସେପ୍ଟ ରୁ ହେଇଛି, ଆସିଷ୍ଟ ରୁ ଆସିଷ୍ଟାନ୍ସ, ଇମ୍ପୋର୍ଟାଣ୍ଟ ରୁ ଇମ୍ପୋର୍ଟାନ୍ସ, ଇଗ୍ନୋର ରୁ ଇଗ୍ନୋରାନ୍ସ, ଆପିୟର ରୁ ଆପିୟରାନ୍ସ, ଆସିଓର ରୁ ଆସିଓରାନ୍ସ। ANCE ଅଛି। ତାହେଲେ ପିଲାମାନେ ତମେ ଜାଣିବ କି ଯଦି ଶେଷରେ ଗୋଟିଏ ୱାର୍ଡରେ ANCE ଅଛି ତାହେଲେ ସେଗୁଡାକ ହେଲେ ନାଉନ୍। ହେଲା ସେମିତିକା ଯଦି ଗୋଟିଏ ୱାର୍ଡର ଶେଷରେ TION ଅଛି, TION, ତାହେଲେ ସିଏ ବି ନାଉନ୍। ତାହେଲେ କଣ କଣ ଅଛି ଯେମିତି ଏଡିସନ, ଏଡ ରୁ ଏଡିସନ, ଆଟ୍ରାକ୍ଟ ରୁ ଆଟ୍ରାକ୍ସନ, ଆପ୍ଲାଏ ରୁ ଆପ୍ଲିକେସନ, ଆସୋସିଏଟ ରୁ ଆସୋସିଏସନ, କମ୍ବାଇନ ରୁ କମ୍ବିନେସନ। ହେଲା ତେଣୁକରି ତାର ରୁଟ୍ ୱାର୍ଡ ଗୁଡାକ ମୁଁ କହୁଛି ତାର ସେମିତି କମ୍ବିନେସନ, କମ୍ବାଇନ ରୁ ଯେମିତି କମ୍ବିନେସନ ହେଇଛି ସେମିତିକା TION ଲାଗିଲେ ଶେଷରେ ଗୋଟେ ୱାର୍ଡରେ ତାହେଲେ ତମମାନେ ଜାଣିବ କି ଇଏ ବି ଗୋଟେ ନାଉନ୍ ଅଟେ। କେବଳ ସେତିକି ନୁହଁ, ଆହୁରି କିଛି ମଧ୍ୟ ନାଉନ୍ ଅଛି। କଣ କଣ ଲାଗିଲେ ହୁଏ ଦେଖିନିଅ। TY ବି ଯଦି ଲାଗିଥାଏ ସେଗୁଡାକ ମଧ୍ୟ ନାଉନ୍। ଯେମିତିକା ବିୟୁଟି, TY ଲାଗିଛି ଲାଷ୍ଟ କୁ। ହେଲା ଲିବର୍ଟି, ଭେରାଇଟି, ଏଂଜାଇଟି, ହ୍ୟୁମାନିଟି, ଏଗୁଡାକ ସବୁ ମଧ୍ୟ କଣ ଅଟେ? ନାଉନ୍ ଅଟେ। TY ଯଦି ଲାଷ୍ଟ କୁ ଥାଏ ତାହେଲେ ଏଗୁଡାକ ୟୁଜୁଆଲି ନାଉନ୍ ହୁଏ ବୋଲିକି ଆମେ ଜାଣିପାରିବୁ। ସେମିତି ଲାଷ୍ଟ କୁ ଯଦି AGE ଥାଏ, AGE ସେମିତି ମ୍ୟାରେଜ, ପ୍ୟାସେଜ, ଷ୍ଟୋରେଜ, ମେସେଜ, ପ୍ୟାକେଜ, ଇଏ କିଛି କିଛି ଏକ୍ସାମ୍ପଲ ତମମାନଙ୍କୁ ଦେଇଛି। ଆହୁରି ବହୁତ କିଛି ୱାର୍ଡ ଗୁଡାକ ଅଛି ତମମାନେ ଜାଣିବ ତୁମେ ପଢିଲା ସମୟରେ ବା ଦେଖିଲେ ତୁମେ ଜାଣିପାରିବ କି AGE ଯୋଉଠି ଥାଏ ତାହେଲେ ସେଗୁଡାକ ମଧ୍ୟ ନାଉନ୍। ସେମିତିକା କେବଳ ଯଦି CY ଥିବ, ଲାଷ୍ଟ କୁ CY ଥିବ, ଯେମିତି ଡେମୋକ୍ରେସି, ଆକ୍ୟୁରେସି, ଭ୍ୟାକେନ୍ସି, ଅର୍ଜେନ୍ସି ଆଣ୍ଡ ସୁପ୍ରିମେସି, CY ଲାଷ୍ଟ କୁ ଯଦି ଥିବ ଏମାନଙ୍କୁ ମଧ୍ୟ ଆମେ କଣ କହିଥାଉ? ନାଉନ୍ ବୋଲି ମଧ୍ୟ କହିଥାଉ। ଆହୁରି କଣ କଣ ଥାଏ? URE ଯେମିତି ଡିପାର୍ଟ ରୁ ଡିପାରେଚର, ସି ରୁ ସିଜର, କଲଚର, ଫେଲୁଏର, ଫେଲୁଏର ଆଣ୍ଡ ଏକ୍ସପେଣ୍ଡିଚର, URE ଲାଷ୍ଟ କୁ ଅଛି। ତ ଏମାନେ ମଧ୍ୟ କଣ ଅଟନ୍ତି? ନାଉନ୍ ଅଟନ୍ତି ଯଦି URE ଥିବ ତ। ସେମିତିକା TS ଥିଲେ ଲାଷ୍ଟ କୁ ସେଗୁଡାକ ମଧ୍ୟ ନାଉନ୍। ଯେମିତିକା ଟ୍ରୁଥ, ବର୍ଥ, ଷ୍ଟିଲ୍ଥ, ବ୍ରେଥ, ଡେପ୍ଥ, ତ ଏମାନେ ମଧ୍ୟ ନାଉନ୍ ଅଟନ୍ତି। ସେମିତିକା NESS ବହୁତ ଇମ୍ପୋର୍ଟାଣ୍ଟ। NESS ଯଦି ୱାର୍ଡର ଶେଷରେ NESS ଥାଏ ତାହେଲେ ନିଶ୍ଚୟ ଭାବରେ ତମେ ଜାଣିବ ଏମାନେ ମଧ୍ୟ କଣ ଅଟନ୍ତି? ନାଉନ୍ ଅଟନ୍ତି। ଯେମିତି ବିଜନେସ, କାମନେସ, ଏମ୍ପଟିନେସ, ହ୍ୟାପିନେସ, କାଇଣ୍ଡନେସ, ଏମାନେ ମଧ୍ୟ ନାଉନ୍ ଅଟନ୍ତି। ସିପ୍ ଥିଲେ ବି ଲାଷ୍ଟ କୁ ସିପ୍ ଥିଲେ SHIP ୱାର୍ଡ ଲାଗି ଥାଏ, ଯଦି ସଫିକ୍ସ ହେଇକି ଥାଏ ତାହେଲେ ସିଏ ବି କଣ ହୁଏ? ନାଉନ୍ ହୁଏ। ଯେମିତି ଫ୍ରେଣ୍ଡ ରୁ ଫ୍ରେଣ୍ଡସିପ, କିଙ୍ଗ ରୁ କିଙ୍ଗସିପ, ସିଟିଜେନ ରୁ ସିଟିଜେନସିପ, ଲିଡର ରୁ ଲିଡରସିପ, ମେମ୍ବର ରୁ ମେମ୍ବରସିପ, ତ ଏମାନଙ୍କୁ ମଧ୍ୟ ଆମେ ନାଉନ୍ ବୋଲି ମଧ୍ୟ କହିଥାଉ। ଡମ୍ ଯଦି ଲାଗିଥାଏ DOM ଲାଷ୍ଟ କୁ ବା ସଫିକ୍ସ ଆକାରରେ, ସଫିକ୍ସ ହେଇକି ଯଦି ଲାଗିଥାଏ ଗୋଟେ ୱାର୍ଡର ଶେଷରେ ତାହେଲେ ଆମେ ମାନେ କଣ କହିଥାଉ? ତାକୁ ମଧ୍ୟ ଆମେ ନାଉନ୍ ବୋଲି ଧରି ନଉ ବା ନାଉନ୍ ସେ ହେଇଥାଏ। ସେମିତିକା ଯେମିତିକି ଫର ଏକ୍ସାମ୍ପଲ
किंग रो किंगडम ହେଇଛି ମାଟାଏ ରୁ ମାଟାଏଡମ ହେଇଛି फ्री ରୁ फ्रीडम ହେଇଛି हुड ଲାଗିଥିଲେ ମଧ୍ୟ ସେ ବି ନାଉନ ହୁଏ ସଫିକ୍ସ ହେଇକି ବ୍ୟବହାର ହେଲେ ୱାର୍ଡ ର ଶେଷରେ ତେଣୁକରି ଚାଇଲ୍ଡ ରୁ ଚାଇଲ୍ଡହୁଡ ମଦର ରୁ ମଦରହୁଡ ଏଡଲ୍ଟ ରୁ ଏଡଲ୍ଟହୁଡ ଇଏ ସବୁ ମଧ୍ୟ ନାଉନ ଅଟେ ସେମିତିକା କିଛି କମ ୱାର୍ଡ କୁ ଆମେ ଦେଖିଥାଉ ଯେମିତି ଲାଷ୍ଟ କୁ ଇ ଲାଗିଥାଏ ସେଗୁଡାକୁ ମଧ୍ୟ ଆମେ କଣ କରିଥାଉ ନାଉନ ବୋଲି କହିଥାଉ ଯେମିତି ଆଡ୍ରେସ ରୁ ଆଡ୍ରେସି ପେ ରୁ ପେଇ ଏମାନଙ୍କୁ ମଧ୍ୟ ଆମେ ନାଉନ ବୋଲି କହିଥାଉ କେବଳ ଏତିକି ନୁହଁ କିଛି ଏକ୍ସାମ୍ପଲ ଅଛି ଯୋଉ ଗୁଡାକର ଭର୍ବ ମଧ୍ୟ ସେମ ଦେଖାଯାଏ କିନ୍ତୁ ନାଉନ ଟିକେ ଅଲଗା ଥାଏ ଦେଖିନିଅ ଇଏ ଗୁଡାକ ସବୁ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ ତେଣୁକରି ଏଗୁଡାକ ତମମାନେ ମନେ ରଖିବ କୋଉ ୱାର୍ଡ ଗୁଡାକ କୋଉଠୁ ଆସିଛି ଦେଖିନିଅ ଆଡଭାଇସ୍ ଇଏ ଆଡଭାଇସ୍ ଆଉ ଆଡଭାଇସ୍ ଇଏ ଦିଟା ବହୁତ ସମୟରେ ଏକ୍ସାମ ରେ ଆସେ तो advice ADVISE जदि SE अछि ताहले से verb हेकि रहे और जदि C ही हेकि अछि ताहले से noun हेकि रहे usually तेणु करी SE टा हला verb advice रो CE टा हला noun ओके advice रो SE हला verb ଆଉ CE ହେଲା noun मन रखो पिला माने सेमति believe ପିଲାମାନେ ବହୁତ ସମୟରେ ପ୍ରୋବ୍ଲେମ ରେ ପଡନ୍ତି believe 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 ଏଟା verb ओके believe BELIEF believe ହେଲା ମାନେ କଣ ଏଟା ହେଲା noun ସେମିତିକା bear ରୁ କଣ ହଉଛି birth bear ରୁ କଣ ହଉଛି birth bear word ଯଦି verb ହେଇଥାଏ ତାହେଲେ birth ହେଲା noun choose ରୁ choice deny ରୁ denial do रो noun format ହେଲା did draw ରୁ draft drink ରୁ draught eat ରୁ eatable fly ରୁ flight flew ରୁ float feed ରୁ food ଆଉ go ର gate GAIT spelling mistake ଏଠି ହେଇଛି gate GAIT do remember students GAIT give ରୁ gift ତମର ତାହେଲେ gift word କୋଉଠୁ ଆସିଛି give word ରୁ ଆସିଛି verb ତାର କଣ give lend ରୁ loan loss ର noun format ହେଲା loss LOSS live ର life okay life LIVE verb life ହେଲା noun LIFE prove ର proof run race story ର student sit ରୁ sit SEAT ओके wave ରୁ wave ତେଣୁକରି ଏମିତି କିଛି verb ଅଛି ଏମିତି କିଛି noun ଅଛି ଏଇ noun କୁ ଆମେ ମାନେ usually ବୁଝି ପାରୁନା ଜାଣି ପାରୁନା ଇଏ ସବୁ ଜିନିଷ ଗୁଡାକୁ ତମମାନେ ମନେ ରଖ ଥ୍ୟାଙ୍କ ୟୁ ଷ୍ଟୁଡେଣ୍ଟସ୍ ଆଜି ପାଇଁ ଏତିକି ଦେଖା ହବା ନେକ୍ସଟ କ୍ଲାସ ରେ